ଗତକାଲି ଆମେମାନେ କବିବର ରାଧାନାଥ ରାୟଙ୍କ ଦରବାର କାବ୍ୟରୁ ସଂଗୃହୀତ ବଡ଼ପଣ କବିତା ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ତାର ଅବଶିଷ୍ଟାଂଶ ଆଲୋଚନା କରିବା। ଆମେ ପ୍ରଥମେ ବୁଝିଲେ ଯେ ଦରବାର କାବ୍ୟର ପୃଷ୍ଠଭୂମି ହେଉଛି କ'ଣ ନା ଓଡ଼ିଶାର ଯେଉଁ ବିଶିଷ୍ଟ ନକ୍ଷତ୍ର ବିଜ୍ଞାନୀ ଜ୍ୟୋତିର୍ବିଜ୍ଞାନୀ ଚନ୍ଦ୍ରଶେଖର ସିଂହ ସାମନ୍ତଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିବା ନିମନ୍ତେ କଟକର ବାରବାଟୀ ଠାରେ ଯେଉଁ ବିଶାଳ ସଭାର ଦରବାରର ଆୟୋଜନ କରାଯାଇଥିଲା, ସେ ଦରବାରରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ରାଜା ମହାରାଜା କରଦରାଜା ପୋଲିସ ଅଫିସର ସମସ୍ତେ ଯେଉଁ ନିଜ ନିଜର ଅହମିକା ବଡ଼ପଣ ଗର୍ବ ଦେଖେଇ ହେଉଥିଲେ, ତାକୁ ସମାଲୋଚନା କରି ଏହି କାବ୍ୟ ରଚନା କରାଯାଇଥିଲା। ଗତକାଲି ଆଲୋଚନା କରିଥିଲେ ଆମେ ଯେ ରାଜାମାନଙ୍କୁ ସେ କହୁଥିଲେ ଯେ ତୁମେମାନେ ଦିନେ ଚାଲିଯିବ, କାରଣ ଏ ଧରାପୃଷ୍ଠରେ କେହି ବି ସ୍ଥାୟୀ ନୁହନ୍ତି, ସମସ୍ତେ ଦିନେ ଚାଲିଯିବେ, ନିଜର ଅର୍ଜିତ ସବୁ ସମ୍ପତ୍ତି ଏଇଠାରେ ହିଁ ପଡ଼ି ରହିଯିବ। ତମର ହାତୀ ଘୋଡ଼ା, ତମର ପ୍ରାସାଦ, ତମର ସୁନା ରୂପାର ଯେଉଁ ଗୋଛା ତୋଡ଼ା ସବୁ ଏଇଠାରେ ରହିଯିବ। ତା ପରବର୍ତ୍ତୀ ପଦ ହଉଛି କ'ଣ? ଜିଣିବାକୁ ଆଉ ନାହିଁ ଧରା ଖଣ୍ଡ, ବୋଲି କଲେ ଯେହୁ ଅଶ୍ରୁଷିତ ଗଣ୍ଡ। ଜିଣିବାକୁ ଆଉ ନାହିଁ ଧରା ଖଣ୍ଡ, ଜିତିବା ପାଇଁ ଆଉ ଭୂଖଣ୍ଡ ଭୂଭାଗ ସ୍ଥଳଭାଗ ରାଜ୍ୟ ନାହିଁ ବୋଲି ଦିନେ ଯିଏ ଅଶ୍ରୁସିକ୍ତ ଗଣ୍ଡ, ଅଶ୍ରୁ ଅର୍ଥାତ୍ ଲୁହ, ସିକ୍ତ ଅର୍ଥ ଭିଜେଇ ଦେବା, ଯିଏ ଦିନେ ଗଣ୍ଡସ୍ଥଳକୁ ନିଜର ମୁଖକୁ ଲୁହରେ ଭିଜେଇ ଦେଇଥିଲେ ଯେ ସମଗ୍ର ବିଶ୍ୱକୁ ମୁଁ ବିଜୟ କରିଗଲି, ଆଉ ଜିତିବା ପାଇଁ ରାଜ୍ୟ ନାହିଁ, ସମଗ୍ର ବିଶ୍ୱର ମୁଁ ବିଶ୍ୱ ବିଜୟୀ ସମ୍ରାଟ ବୋଲି କହିକି ଖୁସିରେ ଆତ୍ମହରା ହେଇକି ଯିଏ ଦିନେ କାନ୍ଦି ପକେଇଥିଲେ, କିଏ ସିଏ? ଦ୍ୱିତୀୟ ପଦରେ ଆସିଲେ କ'ଣ? ମଲା ବେଳେ ବିଶ୍ୱ ବିଜୟୀ ସ୍କନ୍ଦର, କି କହିଥିଲେ ତା ଚିତ୍ତେ ଥରେ ଧର। ମଲାବେଳେ ସେହି ବିଶ୍ୱ ବିଜୟୀ ସ୍କନ୍ଦର, ସ୍କନ୍ଦର ଅର୍ଥାତ୍ ଏଠାରେ ଆଲେକ୍ଜାଣ୍ଡାରଙ୍କୁ କୁହାଯାଇଛି, ଆଲେକ୍ଜାଣ୍ଡାର ଦ ଗ୍ରେଟ୍, ଯେଉଁ ବିଶ୍ୱ ବିଜୟୀ ଆଲେକ୍ଜାଣ୍ଡାର, ତାଙ୍କ ସମ୍ପର୍କରେ ସ୍କନ୍ଦର ଶବ୍ଦ ସିଏ ପ୍ରୟୋଗ କରିଛନ୍ତି କବିବର, ଯେ ଯେଉଁ ସ୍କନ୍ଦର ଦିନେ ସମଗ୍ର ବିଶ୍ୱକୁ ସୁମେରୁ ଠାରୁ କୁମେରୁ, କୁମେରୁ ଠାରୁ ସୁମେରୁ ପର୍ଯ୍ୟନ୍ତ ସମଗ୍ର ବିଶ୍ୱକୁ ଅକ୍ତିଆର କରାୟତ କରିଦେଇଥିଲେ ବୋଲି ଖୁସିରେ ଆତ୍ମହରା ହେଇକି କାନ୍ଦି ପକେଇଥିଲେ, ସିଏ ମଲାବେଳେ କ'ଣ କହିଥିଲେ ସେ କଥାଟାକୁ ଥରେ ହୃଦୟରେ ଧର, ଥରେ ମନ କର, ଥରେ ଧ୍ୟାନ କର। କ'ଣ କହିଥିଲେ? ବୋଇଲେ ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି, ନେବ ଯେବେ ମୋତେ କୋକେଇରେ କାଢ଼ି, ଦେଇଥିବ ତହିଁ ମୋ ଶବ ଶୁଆଇ, ବେନି ପାର୍ଶ୍ୱେ ବେନି କରକୁ ଝୁଲାଇ। କ'ଣ କହିଲେ? ଯେତେବେଳେ ବୋଇଲେ ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି, କହିଲେ ଯେତେବେଳେ ଏ ପିଣ୍ଡକୁ ଏ ଶରୀରକୁ ଛାଡ଼ି ଏ ପ୍ରାଣ ଚାଲିଯିବ, ଏ ଆତ୍ମା ଚାଲିଯିବ, ଅର୍ଥାତ୍ ଯେତେବେଳେ ମୁଁ ମରିଯିବି, ଯେତେବେଳେ ମୋର ଶବ ସଂସ୍କାର କରିବା ପାଇଁ ମୋତେ ଘର ଠାରୁ ଶ୍ମଶାନ ପର୍ଯ୍ୟନ୍ତ କୋକେଇରେ ବୋହିକି ନେବ, ସେତେବେଳେ କ'ଣ କରିବ ନା ମୋର ଦୁଇ ହାତକୁ ଦୁଇ ପାର୍ଶ୍ୱକୁ ଝୁଲାଇ ଦେଇଥିବ। କାହିଁକି କାହିଁକି ଏ କଥା ସେ କହିଥିଲେ? ନା ଏଇଥିପାଇଁ ଯେ ଯା ଦେଖି ଜଗତେ ଜାଣିବେ ସମସ୍ତେ, ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ। ଯାହାକୁ ଦେଖି ସଂସାରର ସମସ୍ତେ ଜାଣିବେ ଯେ ବିଶ୍ୱ ବିଜୟୀ ଆଲେକ୍ଜାଣ୍ଡାର ଯଦି ଏଇଠୁ କିଛି ନେଇ ହଉଥାନ୍ତା, ତାହେଲେ ସବୁ କିଛି ନେଇକି ଯାଇପାରିଥାନ୍ତା, କିନ୍ତୁ କିଛି ନେଇପାରି ନାହାନ୍ତି କେହି, ଇଏ ବି ନେଇ ପାରୁନାହାନ୍ତି। ସମଗ୍ର ସଂସାର ସମଗ୍ର ଧନର ଅଧିକାରୀ ସିଏ, କିନ୍ତୁ କିଛି ନେଇ ପାରୁନାହାନ୍ତି, ଖାଲି ହାତ, ଖୋଲା ହାତ। ଯାହାକୁ ଦେଖି ଜଗତର ଏଇଟା ଗୋଟେ ସୁନ୍ଦର ଦର୍ଶନ ଯେ ଆମେ ଖାଲି ହାତରେ ଆସିଛେ, ଖାଲି ହାତରେ ଯିବା। ଆମେ ଭାଗ୍ୟ ନେଇକି କର୍ମ ନେଇକିରି, ଭାଗ୍ୟ ନେଇକିରି ଆସିଛେ, କର୍ମ ନେଇକିରି ଯିବା, ଯଶ ନେଇକିରି ଯିବା, ଧନ ନେଇପାରିବା ନାହିଁ। ବେନି ପାର୍ଶ୍ୱେ, ଦୁଇ ପାର୍ଶ୍ୱକୁ ଦୁଇ ହାତକୁ ମୋର ଝୁଲାଇ ଦେବ, ଯାହାକୁ ଦେଖି ଜଗତର ସମସ୍ତେ ଜାଣିବେ ଯେ ଖାଲି ହାତରେ ଆସିଥିଲେ, ଖାଲି ହାତରେ ଚାଲିଗଲେ। କେବଳ ସେ ନୁହଁ, ଆମେ ସମସ୍ତେ ଖାଲି ହାତରେ ଦିନେ ଚାଲିଯିବା। ଏହି ମହାବାକ୍ୟ ମନେ
ନେହେଜି ସତ୍ୱ ଗୁଣ ଭଜ ଲୋଭ ମଦ ତେଜି। କଣ ଭଜିବା ପାଇଁ, କଣ ତେଜିବା ପାଇଁ କହିଲେ? ଏହି ମହାବାକ୍ୟ, ଏଇଟା ଗୋଟେ ଆପ୍ତ ବାକ୍ୟ ବୋଲି ସେ କହିଛନ୍ତି, କବି କହୁଛନ୍ତି ଏଇଟା ଗୋଟେ ମହାନ ବାକ୍ୟ। କଣ ନା ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ। ଏହି ମହାବାକ୍ୟକୁ ପ୍ରତି ମୁହୂର୍ତ୍ତରେ ହୃଦୟରେ ଧ୍ୟାନ କରିବ, ମନନ କରିବ, କରି କଣ କରିବ? ସତ୍ୱ ଗୁଣ ଭଜିବ। ଗୁଣ ତ୍ରିଗୁଣ, ସତ ରଜ ତମ। ସାତ୍विକ ଗୁଣ ଦୟା, କ୍ଷମା, କରୁଣା, ସତ୍ୟ, ଶାନ୍ତି, ଏଗୁଡିକ ହଉଛି ସତ୍ୱ ଗୁଣ। ଏଇ ସତ୍ୱ ଗୁଣକୁ ର ଅଧିକାରୀ ହୁଅ, ସତ୍ୱ ଗୁଣକୁ ଭଜ, ପ୍ରତି ମୁହୂର୍ତ୍ତରେ ଏଇ ଗୁଣର ଅଧିକାରୀ ହୁଅ। ଲୋଭ ମଦ ତେଜି, ମଦ ନିଶା, ଲୋଭ ରୂପକ ନିଶାଟାକୁ, ଆସକ୍ତିଟାକୁ ପରିତ୍ୟାଗ କରି ସତ୍ଗୁଣର ଅଧିକାରୀ ହେବା ପାଇଁ କବି ଏଇଠି କହୁଛନ୍ତି। ବୁଝିଲେ? ତା ଆଗକୁ ଯିବା। କଣ କହିଲେ? ଅକାରଣେ କିମ୍ପା ତଣ୍ଡି ଅରକ୍ଷିତ ଅଳ୍ପ ଦିନ ପାଇଁ ସଞ୍ଚୁ ଅଛବିତ। କଣ କହିଲେ? ଅକାରଣ, ବିନା କାରଣରେ ତଣ୍ଡି, ଶୋଷଣ କରି, ଅରକ୍ଷିତ ଅସହାୟ ମାନଙ୍କୁ ଶୋଷଣ କରି। ଅକାରଣଟା କାହିଁକି? ତା ପୂର୍ବରୁ କହିଛନ୍ତି ଏଠାରୁ କିଛି ଆମେ ନେଇକି ଯିବାନି, ସବୁ ଏଇଠି ପଡିକି ରହିବ। ଆଜି ଆମେ କେବଳ କିଛି ଦିନ ପାଇଁ ତାର ମାଲିକ କହିବା। ଜୀବନର କୌଣସି ସ୍ଥାୟିତ୍ୱ ନାହିଁ। ଏ ଜୀବନ ଏବେ ଅଛି, ଆଉ ଟିକେ ଗୁଣ, ଇଏ ଅଳିକ। ତେଣୁ ବିନା କାରଣରେ କାହିଁକି ଅଳ୍ପ ଦିନ ପାଇଁ ସଞ୍ଚୁଅଛ ବିତ, ବିତ ଅର୍ଥାତ ଧନ। କାହିଁକି ଅରକ୍ଷିତ ମାନଙ୍କୁ, ଅସହାୟ ମାନଙ୍କୁ, ନିରନ୍ନ ମାନଙ୍କୁ, ଭୋକିଲା ମାନଙ୍କୁ ଶୋଷଣ କରି ଅଳ୍ପ ଦିନ ପାଇଁ ଅର୍ଥ ସଞ୍ଚୟ କରୁଛ। ବୋଲାଅ ଜଗତେ କିସିନା ଲକ୍ଷ୍ୟ ପୋଷି ଫଳେ ତୁମ୍ଭେ ଜଣେ ଜଣେ ଲକ୍ଷ୍ୟ ଶୋଷି। କଣ କହିଲେ? ବାସ୍ତବରେ ରାଜା ମାନଙ୍କୁ, ଶାସକ ମାନଙ୍କୁ ଲକ୍ଷ୍ୟ ପୋଷି ବୋଲି କୁହାଯାଏ, କାରଣ ସେମାନେ ଲକ୍ଷ ଲକ୍ଷ ପ୍ରଜାଙ୍କର ପୋଷଣର ଭାର ନେଇଥାନ୍ତି। ଏବେ ଯେମିତି ବର୍ତ୍ତମାନର ଗଣତନ୍ତ୍ର ରାଷ୍ଟ୍ରରେ ବର୍ତ୍ତମାନ ସରକାର ମାନେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ନିରନ୍ନ ଲୋକମାନଙ୍କୁ କମ ମୂଲ୍ୟରେ ଚାଉଳ ଦବା, ଖାଦ୍ୟ ବସ୍ତ୍ର ଯୋଗେଇ ଦେବାର ଦାୟିତ୍ୱ ନେଇଛନ୍ତି। ତେଣୁକରି ସେମାନଙ୍କୁ ଲକ୍ଷ ଲକ୍ଷ ପ୍ରଜାଙ୍କର ପୋଷଣକାରୀ, ଲକ୍ଷ୍ୟ ପୋଷୀ ବୋଲି କୁହାଯାଏ। ନାଁଟା ସିନା ଲକ୍ଷ୍ୟ ପୋଷୀ, କିନ୍ତୁ ତୁମ ମାନଙ୍କର କାର୍ଯ୍ୟକଳାପକୁ ଦେଖିଲେ ଜଣା ପଡୁଛି, ଲାଗୁଛି ଯେ ତମମାନେ ପୋଷୀ ନୁହଁ, ତମେ ଲକ୍ଷ୍ୟ ଶୋଷୀ। ଦରିଦ୍ର ପ୍ରଜା ମାନଙ୍କୁ, ଲକ୍ଷ ଲକ୍ଷ ପ୍ରଜା ମାନଙ୍କୁ ତମେ ଶୋଷଣ କରୁଛ। ବୋଲଉଛ ଲକ୍ଷ୍ୟ ପୋଷୀ, କିନ୍ତୁ କାର୍ଯ୍ୟ କରୁଛ ଲକ୍ଷ୍ୟ ଶୋଷୀର। ଆଗକୁ ଯିବା। ଗଣିକା ଓକିଲ ଛାମୁଆ ପୋଷଣ ଲାଗି କର କିମ୍ପା ପ୍ରଜାଙ୍କୁ ଶୋଷଣ। କଣ କହିଲେ? ତମେ କାହାକୁ ପୋଷୁଛ, କାହାକୁ ଶୋଷୁଛ? ଗଣିକା, ବେଶ୍ୟା, ବାରାଙ୍ଗନା, ନଷ୍ଟ ଚରିତ୍ରା ମାନଙ୍କୁ ରଖି ରାଜ ଦରବାର ଗୁଡିକ କାମିନୀ କାଞ୍ଚନ ଭିତରେ ପରିପୂର୍ଣ୍ଣ ଥିଲା। ରାଜା ମାନେ ଯେହେତୁ ଭୋଗ ବିଳାସକୁ ଗୁରୁତ୍ୱ ଦଉଥିଲେ, ତେଣୁକରି ସେମାନଙ୍କ ବହୁପତ୍ନୀ ବ୍ୟବସ୍ଥା ଥିଲା। ବିଭିନ୍ନ ପ୍ରକାର ନଷ୍ଟ ଚରିତ୍ର ନାରୀ ମାନଙ୍କୁ ରଖିକି ନାଚ ଗୀତ ଏଥିରେ ସମୟ ଅତିବାହିତ କରୁଥିଲେ। ତେଣୁ ଗଣିକା ମାନଙ୍କୁ ପୋଷୁଛ, ଓକିଲ ମାନଙ୍କୁ ପୋଷୁଛ, ପ୍ରଜା ମାନଙ୍କର ନାଁରେ ମିଥ୍ୟା ମାଲି ମକଦ୍ଦମା କରି ସେମାନଙ୍କୁ କୋର୍ଟ କଚେରୀକି ଦୌଡେଇବା ପାଇଁ ଓକିଲ ମାନଙ୍କୁ ପୋଷିଛ। ଆଉ ଛାମୁଆ, ଗାଁ ଗାଁରେ ସବୁ ତମର ନିଜ ଲୋକ ଅଛନ୍ତି, ମୁଖିଆ ଲୋକମାନେ ଅଛନ୍ତି, ସେଇ ମୁଖିଆ ମାନଙ୍କୁ ପୋଷିବା ପାଇଁ, ବାରାଙ୍ଗନା ମାନଙ୍କୁ ପୋଷିବା ପାଇଁ, ଓକିଲ ମାନଙ୍କୁ ପୋଷିବା ପାଇଁ, ପୋଷିବା ଲାଗି କର କିମ୍ପା ପ୍ରଜାକୁ ଶୋଷଣ। ଏ ନିରୀହ ପ୍ରଜା ଗୁଡାକୁ କାହିଁକି ଶୋଷଣ କରୁଛ? ବୁଝିପାରିଲେ? ତାପରେ କଣ କହିଲେ? ପ୍ରଜା ରକ୍ତ ସ୍ୱେଦ ଲୋତକେ ଅର୍ଜିତ ଅଭିଶପ୍ତ ରାଶି ରାଶି ପାପ ଭୀତ। କଣ କହିଲେ? ତମ ପାଖରେ ଯୋଉ ଧନଟା ଅଛି ସେଟା କୋଉଠୁ ଆସିଛି? ପ୍ରଜା ମାନଙ୍କ ଠାରୁ। ପ୍ରଜା ମାନେ ସେ ଅର୍ଥ କେମିତି ଆଦାୟ କରିଛନ୍ତି? ବହୁ ପରିଶ୍ରମ କରି, ଲହୁ ଲୁହ ଦେଇ, ହାଡ଼ ଭଙ୍ଗା ପରିଶ୍ରମ କରି, ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ଅର୍ଥ ଅର୍ଜନ କରିଛନ୍ତି। ଯେତେବେଳେ ସେମାନେ ଅର୍ଜନ କରିଛନ୍ତି, ସେ ଅର୍ଥଟା ତାଙ୍କ ପାଖରେ ଥିଲା, ସେ ପର୍ଯ୍ୟନ୍ତ ସେଇଟା ପୁଣ୍ୟ ଅର୍ଥ, ପୁଣ୍ୟର ଧନ। ତମେ ଯେତେବେଳେ ସେମାନଙ୍କୁ ମିଛରେ ମାଲି ମକଦ୍ଦମା କରି, ତଣ୍ଡି ବାହାନା କରି ତାଙ୍କଠୁ ପଇସା ଆଣିଲ, ସେଗୁଡିକ ହଉଛି ପାପ ଭୀତ, ପାପ ପଇସା। କେମିତି ଆଦାୟ ହେଇଥିଲା? ପ୍ରଜା ମାନଙ୍କ ରକ୍ତ, ପ୍ରଜା ମାନଙ୍କ ସ୍ୱେଦ ଅର୍ଥାତ ଝାଳ, ପ୍ରଜା ମାନଙ୍କ ଲୋତକ ଲୁହ ବୁହା ପଇସା, ଝାଳ ବୁହା ଧନ, ରକ୍ତ ନିଗିଡା ପରିଶ୍ରମ କରି ସେମାନେ ସେ ପଇସା ଅର୍ଜନ କରିଥିଲେ। ସେଟା ହଉଛି ପାପ ପଇସା। ତାକୁ କଣ କରିଛ? ଅଭିଶପ୍ତ ରାଶି ରାଶି
ମାନେ ପୁଳା ପୁଳା ମେଞ୍ଚା ମେଞ୍ଚା ଗଦା ଗଦା ଖେଦା ଖେଦା ପଇସା ତମେ ଅର୍ଜନ କରିଛ। ପ୍ରଜାମାନଙ୍କ ରକ୍ତ ଲୁହରୁ ଆଦାୟ ହେଇଥିବା ପାପ ପଇସା ଗୁଡ଼ିଏ ତମେ ଅର୍ଜୁଛ। ସେ ପାପ ପଇସାରେ ପ୍ରାୟଶ୍ଚିତ କରିବା କଥା, କିନ୍ତୁ କଣ କରୁଛ? ପରବର୍ତ୍ତୀ ପଦରେ କହିଲେ କଣ? ପ୍ରାୟଶ୍ଚିତେ ବ୍ୟୟ ନ କରି ଯତନେ ପାପର୍ଜୁଅଛ ପାପାର୍ଜିତ ଧନେ। କଣ କହିଲେ? ସେ ପଇସାରେ ତମେ ପ୍ରାୟଶ୍ଚିତ କରିବା କଥା। ପ୍ରାୟଶ୍ଚିତ କଣ? ପ୍ରଜାଙ୍କ ଠାରୁ କର ଆକାରରେ ଯାହା ଆଦାୟ ହୁଏ। ଯେମିତି ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ 100 ଭାଗ କର ଆଦାୟ କରିବୁ, 100 ଟଙ୍କାରେ 6 ଟଙ୍କା କର ଆଦାୟ କରିବୁ। ସେମିତି ପ୍ରଜାମାନଙ୍କର ଗୋଟେ ନିର୍ଦ୍ଦିଷ୍ଟ ସୀମାରେଖା ଅଛି କରର। ସେତିକି ପର୍ଯ୍ୟନ୍ତ ରାଜାଙ୍କୁ ଯୋଗ୍ୟ, ସେତିକି ପର୍ଯ୍ୟନ୍ତ ରାଜାଙ୍କୁ ଧାର୍ଯ୍ୟ। ତାପରେ କଣ କହିଲେ? ସେ ପଇସାଟା ଯୋଉଟା ଆସିବ ସେଟା ରାଜାଙ୍କ ଭୋଗ ବିଳାସରେ ଲାଗିବନି, ମହଲ ତିଆରି କରିବାରେ ବ୍ୟୟ ହବ ନାହିଁ। କଣ ହବ? ରାସ୍ତାଘାଟ, ପାନୀୟ, ଶିକ୍ଷା, ସ୍ୱାସ୍ଥ୍ୟ, ନିରର୍ଣ୍ଣମାନଙ୍କୁ ଅର୍ଣ୍ଣ, ନିର୍ଭଦ୍ର ମାନଙ୍କୁ ବସ୍ତ୍ର ଦାନ ଇତ୍ୟାଦିରେ ବ୍ୟୟ କରିବା କଥା ହେଲେ ସେଟା ପ୍ରାୟଶ୍ଚିତ ହେଲା। କିନ୍ତୁ ତମେ କଣ କରୁଛ? ପ୍ରାୟଶ୍ଚିତେ ବ୍ୟୟ ନ କରି ଯତନେ, ଯତ୍ନର ସହକାରେ ଭାବି ଚିନ୍ତିକି, କଷ୍ଟଲବ୍ଧ ଧନ, କଷ୍ଟାର୍ଜିତ ଧନ ତାକୁ ମନ ଇଚ୍ଛା ଆମେ ବ୍ୟୟ କରିପାରିବା ନାହିଁ। ତାକୁ ଯତ୍ନର ସହକାରେ ବ୍ୟୟ ନ କରିକି ପାପ ଅର୍ଜୁଛ। ସେ ପଇସାରେ ଭୋଗ ବିଳାସରେ ମଦ, ନାରୀ, ଓକିଲ, ଗଣିକା ମାନଙ୍କୁ ପୋଷି ପାପ ଅର୍ଜୁଅଛ ପାପାର୍ଜିତ ଧନେ। ସେଇ ପାପ ଅର୍ଜିତ ଧନରେ ଆହୁରି ପାପ ହିଁ କରୁଛ, ପାପ ଅର୍ଜୁଛ। କଣ କହିଲେ ତାପରେ? ଅର୍ଜୁଅଛ ସିନା କେବଳ ଦୁଷ୍କୃତ ଘୃଷ୍ଟି ମୁଖେ ଢାଳି ଯଜ୍ଞ କୁଣ୍ଡ ଘୃତ। କଣ କହିଲେ? କେବଳ ଅର୍ଜୁଛ। କଣ ଅର୍ଜୁଛ? ଦୁଷ୍କୃତ ପାପ। ଅର୍ଜୁଅଛ ସିନା କେବଳ ଦୁଷ୍କୃତ, କେବଳ ପାପ 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 ହିଁ ଅର୍ଜୁଛ। ଘୃଷ୍ଟି ମୁଖେ ଢାଳି ଯଜ୍ଞ କୁଣ୍ଡ ଘୃତ, ଯୋଉ ଅର୍ଥଟା ଆସିଥିଲା ସେଇଟା ହେଲା ଘିଅ। ଯଜ୍ଞ କୁଣ୍ଡ କୋଉଟା? ପ୍ରଜାମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ସେ ଘିଅଟା ଆସିଥିଲା। ପ୍ରଜାଙ୍କ କଲ୍ୟାଣ ହଉଛି ଯଜ୍ଞ କୁଣ୍ଡ, ଅର୍ଥଟା ହେଲା ଘୃତ। କିନ୍ତୁ ତମେ ସେ ଯଜ୍ଞ ପାଇଁ ଆସିଥିବା ଘିଅରେ ଯଜ୍ଞ ନ କରିକି ଘୃଷ୍ଟି ଅର୍ଥାତ ଘୁଷୁରୀ, ଘୁଷୁରୀ ମୁହଁରେ ଏ ଗଣିକା, ଓକିଲ, ଛାମୁଆ, ଭୋଗ ବିଳାସ ଇଏ ଗୁଡ଼ିକ ହେଲେ ଘୁଷୁରୀ ବୋଲି ତାକୁ ସେ କବି କହିଲେ। କହିଲେ ସେ ଯଜ୍ଞ ପାଇଁ ଆସିଥିବା ଘିଅକୁ ଯଜ୍ଞ କୁଣ୍ଡରେ ନ ଢାଳି ଘୁଷୁରୀ ମୁହଁରେ ନେଇକି ଢାଳୁଛ। କଣ କହିଲେ? ଅର୍ଜୁଅଛ ସିନା କେବଳ ଦୁଷ୍କୃତ, ଖାଲି ପାପ ଗୁଡ଼ିଏ ଅର୍ଜୁଛ। ଘୃଷ୍ଟି ମୁଖେ ଢାଳି ଯଜ୍ଞ କୁଣ୍ଡ ଘୃତ। ଏ ଅପ୍ରିୟ ସତେ ଛଳକୁ ନ ଧରି ନିଜ ଶ୍ରେୟ ଦେଖ ଚିତେ ଚିନ୍ତା କରି। କଣ କହିଲେ? ମୁଁ ଯାହା କହିଲି ଏଗୁଡ଼ିକ ସତ୍ୟ, ସତ୍ୟ କିନ୍ତୁ ଅପ୍ରିୟ ସତ୍ୟ। ଅପ୍ରିୟ ସତ୍ୟ କଥା ଗୁଡ଼ିକ ମୋର, ଏଥିରେ ତମେ ରାଗ, ହିଂସା, କ୍ରୋଧ, ଛଳ ଧର ନାହିଁ। ବାସ୍ତବରେ ନିଜର ମୂଲ୍ୟାଙ୍କନ କର, ନିଜ କର୍ମର ମୂଲ୍ୟାଙ୍କନ କର, ନିଜେ ଆତ୍ମ ସମୀକ୍ଷା କର, ଆତ୍ମବିଶ୍ଳେଷଣ କର ଯେ ତମେ ମାନେ ଯାହା କରୁଛ ରାଜୋଚିତ କାର୍ଯ୍ୟ କି। କଣ କହିଲେ? ଏ ଅପ୍ରିୟ ସତ୍ୟରେ ତମେ ଛଳନା ନ ଧରି, କ୍ରୋଧ ନ ଧରି, ବିମୁଖ ନ ହୋଇ ନିଜର ଶ୍ରେୟତା, ନିଜର ଶ୍ରେଷ୍ଠତା ନିଜ ଚିତ୍ତ ଭିତରେ, ନିଜ ହୃଦୟ ଭିତରେ ଚିନ୍ତା କରିକି ଦେଖ। କଣ କହିଲେ ତା ପରବର୍ତ୍ତୀ ପଦରେ? ଭଗ୍ନ ଘଟୁ ଆହା ସଲିଳ ଯେ ସନ ସରି ଯାଉଅଛି ଆୟୁ ପ୍ରତିକ୍ଷଣ। ଭଗ୍ନ ଘଟ, ଘଟ ଅର୍ଥାତ ମାଠିଆ। ଭଗ୍ନ ଭଙ୍ଗା ବା ଫଟା ମାଠିଆ ବା କଣା ମାଠିଆ। କଣା ମାଠିଆରେ ଯଦି ଆମେ ଜଳ ଭର୍ତ୍ତି କରିବା ପ୍ରତି ମୁହୂର୍ତ୍ତରେ ସିଏ ଗଳି ଗଳି ଯିବ, ଅର୍ଥାତ ପ୍ରତି ମୁହୂର୍ତ୍ତରେ ସେଥିରୁ ଜଳର ସ୍ତର କମି କମି ଆସିଲା ଭଳି ଏ ଶରୀର ହଉଛି ଗୋଟିଏ ଫଟା ମାଠିଆ ବା ଭଙ୍ଗା ମାଠିଆ ବା କଣା ମାଠିଆ। ଏଇଥିରୁ ମଧ୍ୟ ପ୍ରତି ମୁହୂର୍ତ୍ତରେ ଆୟୁଷ ରୂପକ ଜଳଟା ବା ଜଳ ରୂପକ ଆୟୁଷ ସରି ସରି ଯାଉଛି। ଶରୀରଟାକୁ ଗୋଟିଏ ଫଟା ମାଠିଆ ସହିତ ଆୟୁଷକୁ ଜଳ ସହିତ ଏଠି କବି ତୁଳନା କରିଛନ୍ତି। କହିଲେ କଣ? ଭଗ୍ନ ଘଟରୁ, ଫଟା ମାଠିଆରୁ ଯେମିତି ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ ଜଳର ପରିମାଣ କମି କମି ଯାଏ, ଠିକ ସେମିତି ଏ ଶରୀର ରୂପକ ଫଟା ମାଠିଆରୁ ମଧ୍ୟ ଆୟୁଷ ରୂପକ, ଜଳ ରୂପକ ଆୟୁଷ ପ୍ରତି ମୁହୂର୍ତ୍ତରେ ସରି ସରି ଯାଉଅଛି, ପ୍ରତି କ୍ଷଣରେ ସରି ଯାଉଅଛି। ବଡ଼ କ୍ରୂର କାଳ, ବଡ଼ ବିଶ୍ୱାସୀ, ହାବୋଡ଼ି ଯିବ ସେ ଆଚମ୍ବିତେ ଆସି। ସେ କାଳ ବଡ଼ କ୍ରୂର, ବଡ଼ ନିଷ୍ଠୁର, ବଡ଼ ଅବିଶ୍ୱାସୀ।
ହାବୁଡ଼ି ଯିବ ସେ ଆଚମ୍ବିତେ ଆସି କୋଉ ମୁହୂର୍ତ୍ତରେ ଆସିକି ତମକୁ ସାମ୍ନା କରିବ ସେ କାଳ କେହି ମଧ୍ୟ କେବେ ବିଶ୍ୱାସ କରିନଥିବେ। ରାନ୍ଧୁଥିବା ଖାଦ୍ୟକୁ ଖାଇପାରିବାର ମଧ୍ୟ ଗ୍ୟାରେଣ୍ଟି ନାହିଁ। ଏ ରାସ୍ତାରୁ ଓହ୍ଲେଇକି ଗଲା ବେଳକୁ ବାହାଘର ବେଦୀ ଉପରେ ମଧ୍ୟ କନ୍ୟା ଘର ପର୍ଯ୍ୟନ୍ତ ଆସିକି ପହଞ୍ଚି ପାରୁନି, ସେ ବେଦୀରେ ଟଳି ପଡୁଛି, ରାସ୍ତାରେ ଟଳି ପଡୁଛି। ତେଣୁ ଜୀବନର କୌଣସି ଗ୍ୟାରେଣ୍ଟି ନାହିଁ, କୌଣସି ନିର୍ଦ୍ଦିଷ୍ଟତା ନାହିଁ। ସେ କାଳ, ସେ ମୃତ୍ୟୁ ବଡ ଅବିଶ୍ୱାସୀ, ବଡ ନିଷ୍ଠୁର। କେତେବେଳେ କାହା ପାଖରେ ଆସିକି ପହଞ୍ଚିବ। 80 ବର୍ଷର ବୁଢା ଥିବ, 75 ବର୍ଷର 70 ବର୍ଷର ବୁଢୀ ଥିବ ଘର ଭିତରେ, 5 ବର୍ଷ 10 ବର୍ଷ 22 ବର୍ଷର ଯୁବକ ଯୁବତୀ ତାଙ୍କ ଆଖି ଆଗରୁ ଚାଲି ଯାଉଛନ୍ତି। ତେଣୁକରି କଣ କହିଲେ, ସେ କାଳ ବା ମୃତ୍ୟୁ ବଡ ନିଷ୍ଠୁର। କେତେବେଳେ କାହା ପାଖରେ ଆସିକି ପହଞ୍ଚିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ଆଚମ୍ବିତ ଭାବରେ ହଠାତ୍ ଆସିକି ପହଞ୍ଚିଯିବ। ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ, ହସି ସେ ତା ପଛେ ଆସି ଲୁଚିବ ସେ। ଆମେ ସମସ୍ତେ ଆଜି ଖୁସିରେ ଅଛୁ କାହିଁକି? ଆମେ କେତେବେଳେ ମରିବୁ ଏକଥା ଜାଣିନୁ, କେତେବେଳେ ଏଠୁ ବିଦାୟ ନେବୁ ତାର କୌଣସି ସୂଚନା ନାହିଁ। ତେଣୁକରି କଣ କହିଲେ, କାଳ ବା ମୃତ୍ୟୁ ବହୁ ଦୂରରେ ଅଛି। ଜାଣିକି ଯିଏ ହସୁଥାଏ ସେ ନିଷ୍ଠୁର କାଳ ତା ପଛରେ ଆସିକି ଲୁଚିକି ବସିଥାଏ। ବହୁ ମୁହୂର୍ତ୍ତରେ କାହା ସହିତ ସାମ୍ନା ହେଇଯିବ, କେତେବେଳେ ସେ ମୃତ୍ୟୁ ସହିତ ସାମ୍ନା ହେଇଯିବ ତାର ଏତିକି ଟିକେ ମଧ୍ୟ ସୂଚନା କାହାରିକୁ ମଧ୍ୟ ମିଳିପାରେ ନାହିଁ। ତେଣୁ କାଳ ବହୁ ଦୂର ଜାଣି ଯିଏ ହସୁଥାଏ, କାଳ ତା ପଛରେ ଆସିକି ଲୁଚି ବସିଥାଏ। ନୀତି ବେଳ ଦେଖି ଛାମୁରେ ହାଜର, ହେବା ବିଧି ତାକୁ ନାହିଁ ଟି ଗୋଚର। ଯେ ଆର ବୟସ ସରିଲା, ଆର ତ ଚୁଟି ପାଚିଲା, ଆର ଦାନ୍ତ ଝଡ଼ିଲା, ଲୋମ ଦୁର୍ବଳ ହେଇଗଲା, ତାର ବୟସ ହେଲା, ଆକୁ ନେଇଯିବା, ସେ ପିଲାଟା ତାକୁ କାହିଁକି ନବା। ଏ ବିଧି ବିଧାନ ନିୟମ ଯମକୁ ଜଣା ନାହିଁ, ସିଏ ଏଗୁଡ଼ିକ ବୁଝେ ନାହିଁ। କଣ କହିଲେ, ନୀତି ଦେଖିକି ବେଳ ଦେଖିକି ଆସିକି ସାମ୍ନା ହବା ଅର୍ଥାତ୍ ନବା। এই ବିଧାନଟା ତାକୁ ଜଣା ନାହିଁ, ସେ କାଳକୁ ଜଣା ନାହିଁ, ସେ ଯମକୁ ଜଣା ନାହିଁ, ସେ ମୃତ୍ୟୁର ଦେବତାକୁ ଜଣା ନାହିଁ। ତେଣୁକରି ତ ଆମର କୁହାଯାଇଛି କଣ, ବାଛି ନେବ କଞ୍ଚା ରଖିବ ପାଚିଲା। ତେଣୁକରି କଣ କହିଲେ ଏଇଠି, କେତେ ଦିନ ଖେଳୁଥିବ ଏହି ଖେଳ, ପାଖେଇ ଆସୁଛି ସେ ଅନ୍ତିମ ବେଳ। ଏଇ ଖେଳ କୋଉ ଖେଳ, ଭୋଗ ବିଳାସର ଖେଳ, এই ଯୋଉ ଆଭିଜାତ୍ୟର ଖେଳ, ଏ ଅହଙ୍କାରର ଖେଳ, ଏ ବଡ଼ିମାର ଖେଳ କେତେ ଦିନ ଖେଳିବ? ପାଖେଇ ଆସୁଛି ସେ ଅନ୍ତିମ ବେଳ। ଆମେ ସମସ୍ତେ ମୃତ୍ୟୁର ନିକଟବର୍ତ୍ତୀ ହଉଛେ। ଜନ୍ମ ହେଲା ବେଳକୁ ଗୋଟିଏ ନିଆଁ ଏନ୍ତୁଡ଼ି ନିଆଁ, ମଲା ବେଳକୁ ଗୋଟିଏ ନିଆଁ ଜୁଇ ନିଆଁ, ତା ମଝିରେ ଯେତିକି ସମୟ ସେତିକି ହଉଛି ଦୁନିଆ, ଦୁନିଆ ଦୁନିଆ। ତେଣୁ ଆମେ ପ୍ରତି ମୁହୂର୍ତ୍ତରେ ସେ ଏନ୍ତୁଡ଼ି ନିଆଁ ଠାରୁ ଦୂରେଇ ଦୂରେଇ ଯାଉଛେ, ଆଉ ମୃତ୍ୟୁ ନିଆଁର ସେ ଜୁଇ ନିଆଁର ନିକଟବର୍ତ୍ତୀ ହଉଛେ। ମତେ 52 ବର୍ଷ ହେଲା, ତାର ଅର୍ଥ କଣ, ମୋ ପାଇଁ ଯେତିକି ମୋଟ ଆୟୁଷ ଧାର୍ଯ୍ୟ କରାଯାଇଥିଲା ସେଥିରୁ 52 ବର୍ଷ ଅତିକ୍ରାନ୍ତ ହେଇଗଲା। ଆଉ କେତିକି ଅଛି କେହି ଜାଣି ନାହାନ୍ତି। ତେଣୁ ଆମେ ପ୍ରତି ମୁହୂର୍ତ୍ତରେ, ଆଜି ସୂର୍ଯ୍ୟ ଉଦୟ ହେଲା ବେଳକୁ ଆମର ଆୟୁଷ ଯେତିକି ଥିଲା, ଏବେ ସୂର୍ଯ୍ୟ ଅସ୍ତ ହେଲା ବେଳକୁ ସେଥିରୁ 12 ଘଣ୍ଟା ମାଇନସ୍ ହେଇଗଲାଣି, ବିୟୋଗ ହେଇସାରିଲାଣି। ତେଣୁ ଆମେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ ଆମେ ମୃତ୍ୟୁର ନିକଟବର୍ତ୍ତୀ ହଉଛେ। ତେଣୁ କେତେ ଦିନ ଏ ଖେଳ ଖେଳିବ? ପାଖେଇ ଆସୁଛି ସେ ଅନ୍ତିମ ବେଳ। କେମିତି ଆସୁଛି? ଆସୁଛି ନୀରବେ ସେହୁ ପ୍ରତି କ୍ଷଣେ, ନିତ୍ୟଗାମୀ ରଥ ଚକ୍ର ଆବର୍ତ୍ତନେ। ପୃଥିବୀର ଆବର୍ତ୍ତନ ସହିତ ତାଳ ଦେଇ ଘଣ୍ଟା ଚାଲୁଛି, ସେ ଅନୁସାରେ ପ୍ରତି ମୁହୂର୍ତ୍ତରେ ଆମମାନଙ୍କର ସମୟ ସରି ସରି ଆସୁଛି। ଆୟୁଷ ବୟସ ବଢି ବଢି ଯାଉଛି, ଆୟୁଷ ଛିଡି ଛିଡି ଯାଉଛି। ତେଣୁ ସେ କହିଲେ କଣ, ନୀରବରେ ଆସୁଛି, କାରଣ ମୃତ୍ୟୁର କୌଣସି ସୂଚନା ନାହିଁ। ତେଣୁ ସେ ନୀରବରେ ଆମ ନିକଟତର ହେଇ ହେଇ ଆସୁଛି। ଆଉ କେମିତି ନା, ନୀତି ଗମନ କରୁଥିବା ରଥଚକ୍ରର ଆବର୍ତ୍ତନ ସହିତ ତାଳ ଦେଇ ସେ ଅନୁସାରେ ଗୋଟେ ଥର ପୃଥିବୀ ନିଜ ଚାରିପଟେ ବୁଲିକି ଆସିଲା ବେଳକୁ ପୃଥିବୀରେ ଥିବା ସମସ୍ତ ଲୋକଙ୍କର ବୟସ ଆୟୁଷ ଗୋଟେ ଦିନ 24 ଘଣ୍ଟା ଚାଲି ଯାଉଛି, ଅତିକ୍ରାନ୍ତ ହେଇଯାଉଛି। ତେଣୁ କହିଲେ ସେ ନୀରବରେ ପ୍ରତିକ୍ଷଣ ଆମ ନିକଟତର ହଉଛି। ଆୟୁ ସୂର୍ଯ୍ୟ ଯାଏ ତଳେ ଯେତେ ଗଡ଼ି, ତୁମ୍ଭ ମାୟା ଯାଏ ଛାୟା ପରି ବଢି। ସୂର୍ଯ୍ୟ ମୁଣ୍ଡ ଉପରେ ଥିଲା ବେଳେ ଛାଇଟା ଆମର ପାଦ ପାଖରେ ଥାଏ। ସୂର୍ଯ୍ୟ ଯେତିକି ଯେତିକି ପଶ୍ଚିମ ଆଡକୁ ଢଳି ଢଳି ଯିବେ, ଅର୍ଥାତ୍ ସୂର୍ଯ୍ୟଙ୍କର ଅସ୍ତ ହେବାର ସମୟ ଯେତିକି ନିକଟତର ହବ, ସେତିକି ସେତିକି ଛାଇଟା ବଢି ବଢି ଯିବ।
ସେମିତି ସେମିତି ଠିକ ଆମର ମରିବାର ସମୟ, ଆମର ଅସ୍ତ ହେବାର ସମୟ, ଆମର ବାର୍ଦ୍ଧକ୍ୟ ଯେତିକି ନିକଟତର ହେଇ ଆସୁଛି ସେତିକି ଆମର ମାୟାଟା ମୋହଟା ସେତିକି ବଢି ବଢି ଯାଉଛି। ବୟସ ବଢିବା ସହିତ ମାୟା ବଢୁଛି, ମୋହ ବଢୁଛି, ଆସକ୍ତି ବଢୁଛି, ଲୋଭ ବଢୁଛି। ସେ କଥା ସେ କହିଲେ ଆୟୁଷ ରୂପକ ସୂର୍ଯ୍ୟଟା ଯେତିକି ଗଡି ଗଡି ଯାଉଛି ତୁମ୍ଭ ମାୟା ଯାଏ ଛାୟା ପରି ବଢି। ସୂର୍ଯ୍ୟ ଅସ୍ତ ହେଲା ବେଳକୁ ଛାଇ ଯେମିତି ପୁରା ଲମ୍ବି ଯାଇଥାଏ ସେମିତି ମଣିଷ ବାର୍ଦ୍ଧକ୍ୟ ନିକଟବର୍ତ୍ତୀ ହେଲେ ତାର ମାୟା ମୋହଟା ମଧ୍ୟ ସେତିକି ବଢି ବଢି ଯାଏ। ତାପରେ କଣ କହିଲେ ମାୟା ଚେର ତଳେ ଭେଦିବ ଯେତିକି ଅନ୍ତକର ଗଡେ ଝିଙ୍କିବ ତେତିକି। ଏ ମାୟାଟା ଏ ମୋହଟା ଯେତିକି ବଢିବ ଅର୍ଥାତ୍ ଯେତିକି ପରିବାର ବଢିବ, ଯେତିକି ଧନ ସମ୍ପତ୍ତି ବଢିବ, ଜମି ବାଡି ଘର ଦ୍ୱାର ସୁନା ରୂପା ଯେତିକି ବଢିବ, ଏ ମାୟା ମୋହଟା ଯେତିକି ଭେଦିଯିବ ସେତିକି ଅନ୍ତକର ଗଡେ। ଅନ୍ତକ ଅର୍ଥାତ୍ ଅନ୍ତକରେ ଜମ ଯେତେବେଳେ ଟାଣିବ, ଯେତେବେଳେ ନବାକୁ ଆସିବ ସେତିକି ଏ ଧନ ସମ୍ପତ୍ତି ମୋ ପୁଅ ଝିଅ ନାତି ନାତୁଣୀ ଜମି ବାଡି ଘର ଦ୍ୱାର ସବୁଯାକୁ ଛାଡିକି ଯିବାଟା ସେତିକି କଷ୍ଟଦାୟକ ହବ। କଣ କହିଲେ ଯେ ମାୟାର ଚେରଟା ତଳେ ଯେତିକି ଭିଡିବ ଭେଦିବ ଅର୍ଥାତ୍ ଧନ ସମ୍ପତ୍ତିର ଯେତିକି ପ୍ରାବଲ୍ୟତା ରହିବ ସେତିକି ଏଇଠୁ ସବୁ ଜିନିଷକୁ ଛାଡି ଦେଇକିରି ଯିବାଟା କଷ୍ଟଦାୟକ ହବ। କଣ କହିଲେ ସେ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ଲାଭ ଲାଗି ଆଗୁ ହୁଅ ହୁସିଆର। ଏ ଶେଷ ସମୟରେ ଗୋଟେ ପଟେ ଆମର ମାୟା ମୋହ ଧନ ସମ୍ପତ୍ତି ପ୍ରିୟ ପରିଜନ ସମସ୍ତଙ୍କୁ ଆସକ୍ତିରେ ଟାଣୁଥିବ, ଆଉ ଗୋଟେ ପଟେ ମୃତ୍ୟୁର ଦେବତା ଯମ ଟାଣୁଥିବେ। ସେ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ଲାଗି ମୁକ୍ତି ଲାଗି ଆଗରୁ ହୁସିଆର ହେଇଯାଅ। ଏ ମାୟା ମୋହ ଧନ ଠୁଳ କରିବାର ଯୋଉ ଆସକ୍ତିରୁ ତମେ ମୁକ୍ତି ପାଇଯାଅ। ସେ କଠିନ ଝିଙ୍କା ଝିଙ୍କି କୋଉ କଠିନ ନା ଗୋଟେ ପଟେ ଧନ ଜନ ପରିବାର, ଆଉ ଗୋଟେ ପଟେ ଯମ। ମୃତ୍ୟୁ ତ ନିଶ୍ଚିତ, ମୃତ୍ୟୁ ଅବସମ୍ଭାବୀ, ମୃତ୍ୟୁ ଧ୍ରୁବ ସତ୍ୟ। ତେଣୁକରି ସେ କଣ କହିଲେ ସେ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ଲାଗି ମୁକ୍ତି ଲାଗି ଆଗରୁ ଜାଗ୍ରତ ହେଇଯାଅ। ଏ ମାୟା ମୋହକୁ ଛାଡି ଦିଅ। କଣ କରିବା ପାଇଁ କହୁଛନ୍ତି ତାହେଲେ ବେଳ ଥାଉ ଥାଉ ଅରଜି ଧରମ ଜନ୍ମ ଅନୁରୂପେ ଦେଖାଅ କରମ। ବେଳ ଥାଉ ଥାଉ ସମୟ ଥାଉ ଥାଉ ଧନ ନୁହଁ ଅରଜି ଧର୍ମ, ଧର୍ମ ଅର୍ଜନ କର। ଆମେ ପିଲାଦିନରୁ ପଢିଥିଲେ ବାଲ୍ୟ କାଳୁ ଧର୍ମ ଧନ ମୁଁ ଅର୍ଜିବି ଏ ଜୀବନ ନିଶ୍ଚିତ କିଏ ଜାଣେ କାର ମୃତ୍ୟୁ କାଳ ଆଜି ହୋଇଯିବ ଉପସ୍ଥିତ। ମଧୁସୂଦନ ରାଓ ଭକ୍ତ କବିଙ୍କର ସୁନ୍ଦର କଥା ଯେ ବାଲ୍ୟ କାଳରୁ ମୁଁ ଧର୍ମ ରୂପକ ଧନକୁ ଅର୍ଜନ କରିବି। ଯଦି ଧର୍ମ ଅର୍ଜନ କରିଛି ତେବେ ମୋର ଏ ମାଟି ଦେହଟାକୁ ସିନା ଶ୍ମଶାନ ଗ୍ରାସ କରିଦବ, କିନ୍ତୁ ଯଶ ଦେହରେ ଆମେ ଅମର ହେଇକିରି ରହିଯିବା। ତେଣୁ କଣ କହିଲେ ବେଳ ଥାଉ ଥାଉ ସମୟ ଥାଉ ଥାଉ ଧର୍ମ ରୂପକ ଧନକୁ ଅର୍ଜନ କର। ଜନ୍ମ ଅନୁରୂପେ ଯେମିତି ଜନ୍ମ ପାଇଛ, ରାଜ ପରିବାରରେ ଜନ୍ମ ହେଇଥିଲ, ରାଜାଙ୍କ ଔରସରୁ ଜନ୍ମ ହେଇଛ, ତେଣୁ ରାଜୋଚିତ କାର୍ଯ୍ୟ କରିକି ଯାଅ, ସେମିତି କର୍ମ କରିକି ଦେଖାଇ ଦିଅ। ବୁଝିପାରିଲେ? ପରବର୍ତ୍ତୀ ପଦକୁ ଯିବା। ଯଦି ଭିଡିଓଟା ଲମ୍ବା ହେଇଯାଉଛି ବୋଲି ମୁଁ ଟିକେ ଯଥାଶୀଘ୍ର ସାରିବା ପାଇଁ ଚେଷ୍ଟା କରୁଛି। ଯଦି କିଛି ଅବୁଝା ରହେ ତାହେଲେ କମେଣ୍ଟରେ ଜଣେଇବେ, ମୁଁ ନିଶ୍ଚିତ ଭାବରେ ତାର ଉତ୍ତର ଆପଣମାନଙ୍କୁ ଦେବି। ପରବର୍ତ୍ତୀ ପଦରେ କବି କଣ କହିଲେ ଜନ୍ମ ଫଳେ ଭବେ ବଡପଣ ପାଇ ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। କୋଉ ଜନ୍ମର ଫଳରୁ ଏ ପୃଥିବୀରେ ଆମକୁ ମଣିଷ ଜନ୍ମ ମିଳିଛି, ଏ ଜନ୍ମରେ ପୁଣି ରାଜପଦ ମିଳିଛି, ଆମେ ବଡପଣ ପାଇଛେ, କିନ୍ତୁ ତାକୁ ସ୍ଥାୟୀ କେମିତି କରିବା? ଧର୍ମ ଅର୍ଜନ କରିକି। ଯଦି ଧର୍ମ ମାନେ କେବଳ ଠାକୁର ପୂଜା କଥା କୁହାଯାଉନି, ଈଶ୍ୱର ଆରାଧନା କଥା କୁହାଯାଉନି, ଉଚିତ କର୍ମ ହିଁ ଧର୍ମ। ଯେମିତିକି ଛାତ୍ରର ଧର୍ମ ବିଦ୍ୟା ଅଧ୍ୟୟନ କରିବା, ଶିକ୍ଷକର ଧର୍ମ ସୁଚାରୁ ରୂପେ ବିଦ୍ୟା ଦାନ କରିବା, ସଚ୍ଚୋଟତା। ତେଣୁକରି ରାଜଧର୍ମ ପାଳନ କର। କଣ କହିଲେ ଯେ ଜନ୍ମର ଫଳରୁ ତମେ କୌଣସି ଏଣ୍ଟ୍ରାନ୍ସ ଦେଇକି ରାଜା ହେଇନ, କୌଣସି ପରୀକ୍ଷା ଦେଇକି ରାଜା ହେଇନ, ରାଜାର ପୁଅ ବୋଲି ରାଜା ହେଇଛ। ତେଣୁ ଜନ୍ମ ଫଳରୁ ଏ ପୃଥିବୀରେ ତମକୁ ବଡପଣଟେ ମିଳିଛି। ଯଦି ଧର୍ମ କରିବ, ରାଜ ଧର୍ମକୁ ସୁଚାରୁ ରୂପେ ପାଳନ କରିବ, ସେ କର୍ତ୍ତବ୍ୟ ସମ୍ପାଦନ କରିବ, ତାହେଲେ
से राजपदटा चिरस्थायी हम जे एमिति जड़े महान राजा थिले एमिति कीर्ति करके जाइथिले से एमिति प्रजावत्सल थिले प्रजानुरंजक थिले ए कथाटे तमे जुग जुग पाई अमर हिकरी रही जीव तापर कौन कहले धर्म एक पोत गढ़ी अच्छी विधि तरीवाकू एई संसार बारिधि एठी ए संसार मुक्ति पाई मोक्ष पाई एठी कवि कहउछन्ति कोन ना विधाता धर्म नारे गोटे पोत गोटे डंगा गोटे भेला तैयारी करिछि बोईतटिए तैयारी करिछि यदि से धर्म डंगारे बसी पड़िबो अर्थात यदि धर्म पथर पथिक हबो यदि धर्म मार्गर अनुगामी हबो यदि सत्य न्याय धर्म पालन करिवो ताले कोन हबो जे ए संसार रूपक बारिधि अर्थात समुद्र बारिधि माने समुद्र कहले कोन धर्म एक पोत गढ़ी अछि विधि विधाता धर्म नारे गोटे पोतटिए तैयारी करिछि डंगाटिए तैयारी करिछि आमे जदि एटा प्रतीक भाव में कहूँ तो डंगा तैयारी नहीं बसवा धर्म पथर पथिक हवा धर्म मार्गर अनुगामी हवा ताले आम संसार रु कौन पाई से धर्मपथ तैयारी ना संसार रु मुक्ति पाई मोक्ष पाई ए संसार रूपक समुद्र को अतिक्रम करबा पाई पारी हे जीवा पाई तरी जीवा पाई कौन कहले धर्म एकासीना महत पणिया आउ बड़ पण अढ़ेई दिनिया ए संसार रे जदि कोटा सबुठु चिरस्थायी ताले से होची केवल धर्म तेणु कवि कहले कोन धर्म एका सिना महत पणिया आउ जेते धनर महत पणिया नुह स्थायी नुह ए सुंदर शरीरर महत बड़पण सी बड़पण नुह ये स्थायी नुह धन नाही यौवन नाही क्षमता नाही किछि नुह केवल धर्म एका हूँ महत्वपूर्ण आउ सबू जाक हूँ अढ़ई दिनिया प्रतीकात्मक अढ़ई दिन माने दी दिन ओलिए तार अर्थ हूँ कौन क्षणस्थायी अलिक आज अच्छी काली की नाई तेणु केवल जदि सबुदिन रहा हूँ धर्म ही रहिबो कौन कहले बड़पण भाई एका सिना से ही छड़ाई के ही जा न पारोई नेई एठी कवि प्रकृत वास्तव बड़पणर संज्ञा निरूपण कर कोटा बड़पण ना ये भाई सेटा हूँ बड़पण जोटा तमठू किए छड़े कि नहीं पारे ना आज मु राजा अच्छी आज मु मुख्यमंत्री अच्छी आज मु प्रधानमंत्री अच्छी सरकार भांगीगला पड़ोसी राष्ट्र आक्रमण कला राजपद पलैब मुख्यमंत्री पद पलैब प्रधानमंत्री पद पलैब कलेक्टर पद पलैब कौन पद भी रहा किए हेले छड़े नहीं जाई पारंती तेणु कौन कहले सेटा बड़पण जोटा तुम किए छड़े नहीं पारे ना कोटा को निजे अर्जी थिबा धर्मटा को तुम ठार कहीं छड़े नहीं पारे ना तेणु धर्म एका हूँ वास्तव बड़पण प्रथम संज्ञा कहले जे जोटा तुम ठार कहीं छड़े नहीं पारे ना सेटा हूँ प्रकृत बड़पण द्वितीय कौन कहते संज्ञा निरूपण कर बड़पणर बड़पण से ही अंते सुधा जार सौरभे चहटू थाए संसार सेटा हूँ बड़पण जोटा कि अंते शुद्धा जार अंत अर्थ मृत्यु शुद्धा बोले मध्य अर्थात तमर मृत्यु परे मध्य तमर सौरभ तम जस तम कीर्तिर सुगंधरे सारा संसार महकुथिबो आज गांधी नहांती आज गोपबंधु नहांती आज भगत सिंह नहांती आज विवेकानंद नहांती किंतु कौन है जस कीर्ति आम एवं आम घर भितर आम बापा माँ फोटो न थाई पारे कौन कार्यालय शिक्षानुष्ठान आम से फोटो रखीचु से जन्म जयंती पालन करुचु श्राद्ध दिवस पालन करुचु से पथ अनुसरण करने आमको प्रेरणा दि जाउछि तेणु सी कहले सेटा हूँ प्रकृत बड़पण जोटा कि तमर ए शारीरिक मृत्यु पर मध्य जुग जुग पाई ए संसार रे तुमको बंचेकी रखिथिबो आउरी महान करिकी रखिथिबो सौरभे चहटु थाए संसार तमर जस कीर्तिर सुगंध रे ए संसार चहटुथिबो तापर कोन कहले
ବଡ଼ପଣେ ସିନା ସେହିଟାକୁ ଗଣି ଯେଉଁ ବଡ଼ପଣ ଦିଲୋକ ସାଧନି। ଆମେ ସେଇଟାକୁ ବଡ଼ପଣରେ ଗଣତି କରିବା ଯୋଉଟା ଦିଲୋକ ସାଧନି, ଇହଲୋକ ପରଲୋକ, ଜୀବଲୋକ ମୃତ୍ୟୁଲୋକ। ଅର୍ଥାତ୍ ଏଇଠି ବଞ୍ଚିଥିଲା ଯାକ ତମକୁ ଯଶ କୀର୍ତ୍ତିରେ ବିମଣ୍ଡିତ କରିବ, ତମକୁ ମହିମାମଣ୍ଡିତ କରିବ, ମହିମାନ୍ୱିତ କରିବ। ଆଉ ମୃତ୍ୟୁ ପରେ ମଧ୍ୟ ଯମଦଣ୍ଡ ପାଇବ ନାହିଁ। ଏକ ଶାନ୍ତିର ମୃତ୍ୟୁ, ଏକ ଶାନ୍ତିର ପୁନର୍ଜନ୍ମ, ମୋକ୍ଷ ତମେ ପାଇପାରିବ। ତେଣୁକରି କହିଲେ କଣ ଯେ ଯୋଉଟା ଏ ଉପରେ ପଇସା କାମ କରିବନି। କଣ ଅର୍ଜିଛୁ? 500 ଭରଣ ଜମି, 500 କେଜି ସୁନା, ଏ ବାପା ଏରାକ ଏଇଠି ଚାଲୁନି। ତେଣୁକରି କଣ କହିଲେ ଯେ ସେଇଟା ହଉଛି ପ୍ରକୃତ ବଡପଣ। ସେଇଟାକୁ ଆମେ ବଡପଣରେ ଗଣତି କରିବା ଯୋଉଟା ଦିଟାକ ଲୋକରେ ଅର୍ଥାତ୍ ବଞ୍ଚିଥିଲା ବେଳେ କାମରେ ଆସିବ, ମୃତ୍ୟୁ ପରେ ମଧ୍ୟ ତମକୁ ଯଶସ୍ୱୀ କରିକି ଅମର କରିକି ରଖିବ। ସେଇଟା ହଉଛି ପ୍ରକୃତ ବଡପଣ। ସେଇଟା କୋଉଟା? ଧର୍ମ। ତାପରେ କଣ କହିଲେ ଆଉ ଗୋଟେ ସଂଜ୍ଞା, କେତେ ସେ ସଂଜ୍ଞା ନିରୂପଣ କରୁଛନ୍ତି ବାସ୍ତବ ବଡପଣର। କଣ କହିଲେ? ସେହି ସିନା ବଡପଣ ଯାହା ଲାଗି ଅନ୍ତ କର ବଜ୍ର ଦନ୍ତ ଯାଏ ଭାଙ୍ଗି। ସେଇଟା ହଉଛି ପ୍ରକୃତ ବଡପଣ, ଯାହା ପାଇଁ ଅନ୍ତକର ବଜ୍ର ଦନ୍ତ ମଧ୍ୟ ଭାଙ୍ଗିଯିବ। ଅନ୍ତକ ମାନେ ଯମ, ଯମ ଛୁଇଁ ପାରିବ ନାହିଁ ଯଦି ପୁଣ୍ୟ କରିଥିବ। ଯଦି ଆମେ ଦୋଷ କରିଛେ ତାହେଲେ ଆମେ ଘର ଭିତରେ ଥିବା, କୋଉଠି ଯଦି ରୋଡ ଉପରେ ଆମ୍ବୁଲାନ୍ସର ମଧ୍ୟ ଶବ୍ଦ ଶୁଭିବ, ଆମେ ଧାଇଁକି ଯାଇକି ଭାଡ଼ିରେ ଲୁଚିବା, ପୋଲିସର ଭୟ। କିନ୍ତୁ ଯଦି ଆମେ କିଛି ଦୋଷ କରିନେ ତାହେଲେ ଆମେ ଦାଣ୍ଡରେ ପିଣ୍ଡାରେ ଶୋଇଥିବା, ପୋଲିସ ଗାଡି ଆସିକି ରଖିକି ଆମକୁ ଯଦି ମଧ୍ୟ କିଛି ପଚାରେ ତାଙ୍କ ଘରଟା କୋଉଠି, ଆଜ୍ଞା ମୁଁ ଜାଣିନି, କହିଲା ମୁଁ ଏସପି, କହିଲା ଆପଣ କଣ ହୁଅନ୍ତୁ, ମୁଁ କିଛି ଜାଣିନି। ଏ ଭିତରେ ଗୋଟେ ଦମ୍ଭ ଆସିବ। ତେଣୁକରି ସେ କଣ କହିଲେ ଯେ ଯଦି ସତ୍କର୍ମ କରିଥିବ, ଯଦି ଜୀବଦଶା ଭିତରେ କୌଣସି ପାପ କରିନଥିବ, ପର ଧନ ହରଣ କରିନଥିବ, ପରକୁ କଷ୍ଟ ଦେଇନଥିବ, ଧର୍ମ କଣ? ଧର୍ମ ହଉଛି, ଧର୍ମର ସୁନ୍ଦର ସଂଜ୍ଞା ନିରୂପଣ କରିଛନ୍ତି ବ୍ୟାସଦେବ। କଣ କହିଲେ ଯେ ଧର୍ମ କାହାକୁ କୁହାଯାଏ ନା ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନଂ ଦ୍ୱୟଂ ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନଂ। ମୋର 18 ଖଣ୍ଡ ପୁରାଣ ଭିତରେ ବ୍ୟାସଙ୍କର ଦୁଇଟି କଥା ବୋଲି ସେ କହିଲେ, ପରର ଉପକାର କରିବା ହଉଛି ପୁଣ୍ୟ ବା ଧର୍ମ, ପରକୁ ପୀଡ଼ା ଦବା, କଷ୍ଟ ଦବା, ଦୁଃଖ ଦବା ହଉଛି ପାପ। ତେଣୁକରି କଣ କହିଲେ ଯେ ସେଇଟା ହଉଛି ବଡପଣ, ଯାହା ଲାଗି ଅନ୍ତକର ବଜ୍ରତନ୍ତ୍ର, ଯମକୁ ମଧ୍ୟ ତମେ ଚ୍ୟାଲେଞ୍ଜ କରିପାରିବ, ଯମ ଛୁଇଁ ପାରିବନି, ଯମର ସେ ଟାଣୁଆ ଦାନ୍ତ ତମକୁ କଷ୍ଟ ଦେଇପାରିବ ନାହିଁ, ତାର ଦାନ୍ତ ଭାଙ୍ଗିଯିବ। ଯେମିତି ଉଦାହରଣ ସ୍ୱରୂପ ସତ୍ପଥରେ ଥିଲେ, ସତୀତ୍ୱର ପରାକାଷ୍ଠା ଦେଖେଇଥିଲେ ସାବିତ୍ରୀ। ନିଜ ସ୍ୱାମୀଙ୍କର ଆୟୁଷ ସରି ଯାଇଥିଲା, କିନ୍ତୁ ସେ ନିଜ ସତୀତ୍ୱ ବଳରେ ଯମଙ୍କ ଠାରୁ ମଧ୍ୟ ନିଜ ସ୍ୱାମୀଙ୍କର ଜୀବନକୁ ଛଡେଇ ଆଣିଥିଲେ ବୋଲି ପୁରାଣ ପୃଷ୍ଠାରେ କୁହାଯାଇଅଛି, ବର୍ଣ୍ଣନା କରାଯାଇଛି। ଇଏ ଆମ ପାଇଁ ପ୍ରେରଣା। ଏଠି ସତୀର ମହିମା ଗାନ କରାଯାଇଛି। ସେ ଆମେ ତାକୁ କାଳ୍ପନିକ କହିପାରୁ, ଆମେ ତାକୁ ଅବାସ୍ତବ କହିପାରୁ, କିନ୍ତୁ ବାସ୍ତବତା ହଉଛି କଣ? ସେ ଲେଖକର ଉଦ୍ଦେଶ୍ୟ ହଉଛି କଣ? ଜଣେ ସତୀ ନାରୀ ସେ କଣ କରିପାରିବ ନା ନିଜ ସ୍ୱାମୀଙ୍କର ଜୀବନ ମଧ୍ୟ ରକ୍ଷା କରିଦେଇ ପାରିବ। ତେଣୁକରି କଣ କହିଲେ ଯେ ସେଇଟା ହଉଛି ବଡପଣ, ଯାହା ପାଇଁ ଯମର ମଧ୍ୟ ବଜ୍ର ବା ଟାଣୁଆ ଦାନ୍ତ ମଧ୍ୟ ଭାଙ୍ଗିଯିବ। ବଡପଣେ ବଳାଅ ମତିକି କାଳ ନ ପାରିବ ପଶି ଯାକତିକି। ତେଣୁ କବି କଣ କହିଲେ, ସେହି ବଡପଣରେ ମନ ବଳାଅ, ମତି ବଳାଅ। ଯା ପାଖକୁ, କତି ଅର୍ଥାତ୍ ନିକଟ, ଯା ନିକଟକୁ, ଯା ପାଖକୁ କାଳ ପଶି ପାରିବ ନାହିଁ। ଅର୍ଥାତ୍ କଣ ମରିବନି କି? ନାଇଁ, ମରିକି ମଧ୍ୟ ଅମର ରହିବା। ତେଣୁକରି କଣ କହିଲେ ଯେ ସେହି ବଡପଣରେ ମନ ବଳାଅ, ଯାହା ନିକଟକୁ କାଳ ବା ଯମ ମଧ୍ୟ ପଶି ପାରିବ ନାହିଁ। ସେଟା ହଉଛି କଣ? ଧର୍ମ। ଯଦି ଧର୍ମର ଆମେ ଅଛେ ତାହେଲେ ଯମ ଆମର କିଛି କରିପାରିବ ନାହିଁ ବୋଲି କବି କହୁଛନ୍ତି। ହେଳା କର ନାହିଁ ପାଇଏ ସୁବିଧା, ଲଭିବାକୁ ସେହି ବଡପଣ ନିଦା।
कवि राजा मानक कहते जे तुमको एबे गोटे सुविधा मिली सुजोग मिली राजपदरे अछ लक्ष लक्ष प्रजान दायित्व तुम स्कंधरे अच्छी तेणु इमिति गोटे सुजोग पाइकी ताकू हेला कर दियोनी भोग विलास रे समय कटई दियो नाही कौन कर लभिबाकू लाभ करने प्राप्त होगापाई से बड़पण निदा से निदा बड़पण अर्थात सारा संसार जेते बड़पण अच्छी ये जो धन क्षमता एगुड़ी कहूँ सब फंपा बड़पण बुझे नहीं सेगुड़ी कहूँ फंपा बड़पण केवल धर्म हूँ निदा बड़पण तेणु कहले कौन सुजोग टे मिली राजपद टे मिली सेवा करिवार गोटे अपूर्व सुजोग मिली तेणुक अवहेला कर दियो नाही हुए तो आउ जन्म जन्मांतर रे एमिति सुजोग न मिल पारे तेणु हेला कर ना ये सुजोग पाई लभिबाकू से ही बड़पण निदा से निदा बड़पण लाभ करिवारु अवहेला कर नाही संसार रत्वक सार बड़पण लालसारु नियो बाहुडाई मन तोक सार मूल्यहीन फंपा संसार से जो मूल्यहीन बड़पण लालसा धन लालसा मु धनी हेबी मु कोटिपति हेबी मु एतिकी घर करी उवास करी भोग विलास रे इंद्रिय सुख रे मु समय भौतिक सुख रे समय अतिबाहित करी यही लालसारू यही आसक्तिरू मन को फेराई आनी धर्म रूपक बड़पण रे मन को निवेश कर दियो संसार से तोकसार मूल्यहीन बड़पण लालसारू मन को बाहुडे नहीं बाहुडे उदासीन नेत्रे दुनियार मान देखी कर मन धर्मे को तान संपूर्ण आसक्ति मुक्त होगी उदार चक्षुरे उदासीन नेत्र रे निर्लिप्त भाव टिके संसार मान को चलनी को रीति को नीति को देख किए आसीची केते अर्जिची केते नेइची केते पाइची केतिकी खुशी हेची एगो देखिकी मनटा को एक तान एक लय रे धर्म रे लगे दियो बोली कवि कहले उदार नेत्र रे दुनियार मान को दुनियार रीति को देखी मन को धर्म रे निवेश करो एक लय रे धर्म रे लगे दियो बोली कहले राजधर्म आत्म तत्वे देई मति उच्च होई लोभ उच्चतर गति कौन कहले राजधर्मर आत्म तत्व रे मूल तत्व रे जहा कि प्रजा केवल प्रजा पालन आमे जानिचु ए भारत वर्ष रे राजर्षि माने थिले राजा अटे ऋषि राजा थिले किंतु ऋषि थिले सन्यासी थिले संसार निर्लिप्त सन्यासी माया मोहरु आसक्तिरु मुक्त तेणु एही भली एक देश भारत वर्ष भारत भूखंड रे जन्म ग्रहण करी राजपद पाई तमे राजधर्मर आत्म तत्व रे मूल सेवा रे मन को विनियोग कर मति मन को दियो उच्च हुआ एवं मृत्यु परांते उच्चतर गति लाभ कर ये थिला आज पाई एतिकी यदि आपण माननकु कौनसी भी गोटे पद कौनसी भी गोटे शब्द बुझिबारे असुविधा हुए तेबे निश्चित भाव रे तुम माने कमेंट रे मते लिखिले मु तार उत्तर प्रांजल भाव रे कहवा पाई चेष्टा करिवि यदि मोर ए क्षुद्र प्रयासटी तुम मानकर शिक्षा क्षेत्र रे किछि भी उपकारी हे पारे सहायकारी हे पारे ताले निजको धन्य मने करिवि यदि तुमे माने किछि मात्रा रे उपकृत होइथिबो ताले बा योग्य मने करिथिबो ताले निश्चित भाव रे लाइक शेयर करिवे एवं निजर कमेंट मध्य देवे जय जगन्नाथ वंदे उत्कल जननी रहउची पुणी परवर्ती पाठ सहित आउ थे आसीबे।